ଦିଏ। ଆଜି ପ୍ରାତଃ ସମୟରେ ପୁଣି ଥରେ ମନୋନୀତ ଲୋକମାନଙ୍କ ସହିତ ମିଳିତ ଭାବରେ ପ୍ରଭୁଙ୍କର ପ୍ରଶଂସା କରିବା ପାଇଁ, ତାଙ୍କର ଉଦ୍ଦେଶ୍ୟକୁ ପ୍ରାପ୍ତ ହେବା ପାଇଁ ପ୍ରଭୁ ଦେଇଥିବା ଏ ସୁନ୍ଦର ଅବସର ପାଇଁ ପ୍ରଭୁଙ୍କ ନାମର ଧନ୍ୟବାଦ ଦିଏ। ବିଶେଷ ଧନ୍ୟବାଦ ଦିଏ ଆର୍ଲି ମର୍ଣ୍ଣିଂ ପ୍ରେୟାର ଗ୍ରୁପକୁ ପରିଚାଳନା କରୁଥିବା ପ୍ରଭୁଙ୍କର ପ୍ରିୟ ଲୋକମାନଙ୍କର ପାଇଁ ମଧ୍ୟ ସେମାନଙ୍କ ନିକଟରେ ମୋର ସାଧୁବାଦ ଜ୍ଞାପନ କରେ ଯେ ଅନେକ ଲୋକଙ୍କୁ ପ୍ରଭୁରେ ଶିକ୍ଷିତ କରିବା ପାଇଁ ପ୍ରଭାତ ସମୟରେ ଜାଗ୍ରତ କରାଇବା ସେମାନେ ଯେଉଁ ବିଶେଷ କାର୍ଯ୍ୟ କରୁଅଛନ୍ତି ନିହାତି ତାହା ସାଧୁବାଦର ଯୋଗ୍ୟ। ତେଣୁ ଆର୍ଲି ମର୍ଣ୍ଣିଂ ପ୍ରେୟାର ଗ୍ରୁପକୁ ପରିଚାଳନା କରୁଥିବା ସମସ୍ତ ପ୍ରଭୁଙ୍କ ଲୋକମାନଙ୍କୁ ମଧ୍ୟ ଯୋଗଦାନ କରିଥିବା ସମସ୍ତ ପ୍ରଭୁଙ୍କର ପ୍ରିୟ ସନ୍ତାନ ସନ୍ତତି ମାନଙ୍କୁ ମୁଁ ପ୍ରଭୁ ଶ୍ରୀକୃଷ୍ଣଙ୍କ ନାମରେ ଖ୍ରୀଷ୍ଟ ପ୍ରେମ ନମସ୍କାର। ପ୍ରେଜ୍ ଦ ଲର୍ଡ। ନମସ୍କାର। ପ୍ରେଜ୍ ଦ ଲର୍ଡ ଆଜ୍ଞା। ପ୍ରେଜ୍ ଦ ଲର୍ଡ ଆଜ୍ଞା। ପ୍ରେଜ୍ ଦ ଲର୍ଡ। ଆଜି ଅଳ୍ପ ସମୟ ଆମେ ପ୍ରଭୁଙ୍କର ବାକ୍ୟକୁ ଚିନ୍ତା କରିବା ଏବଂ ମଧୁସ୍ମିତା ଭଉଣୀ ଯେ ପ୍ରକାର କହୁଥିଲେ ଏ ବାକ୍ୟ ଆମମାନଙ୍କର ପଥ ପାଇଁ ଆଲୁଅ ଅଟେ, ଆମମାନଙ୍କର ମାର୍ଗଦର୍ଶକ ଅଟେ, ଆମମାନଙ୍କର ଜୀବନକୁ ମାର୍ଗଦର୍ଶନ କରିବାରେ ଏତେ ସମୟ ସହାୟକ ହେଇ ଆସିଅଛି। ଆକୁ ମଧ୍ୟ ଆମମାନେ ଯେ ପ୍ରକାର ଏଇ ବାକ୍ୟକୁ ପ୍ରତିଦିନ ଆମମାନଙ୍କର ମାର୍ଗଦର୍ଶକ ପୁସ୍ତିକା ଭାବରେ ବା ମାର୍ଗଦର୍ଶକ ଗାଇଡଲାଇନ ଭାବରେ ଗ୍ରହଣ କରିବା ଏବଂ ଆମମାନଙ୍କର ମାର୍ଗର ଉପଯୁକ୍ତ ଗନ୍ତବ୍ୟ ସ୍ଥଳକୁ ପହଞ୍ଚି ପାରିବା, ଏଥିପାଇଁ ପ୍ରଭୁ ଆମ ସମସ୍ତଙ୍କୁ ଅନୁଗ୍ରହ କରନ୍ତୁ। ଏଥିପାଇଁ ଏକା ମୋର ହୃଦୟର ସାଧୁବାଦ ଏଇ ଗ୍ରୁପକୁ ପରିଚାଳନା କରୁଥିବା ପ୍ରଭୁଙ୍କ ଲୋକମାନଙ୍କୁ ଦିଏ, କାରଣ ବାସ୍ତବରେ ଏକ ଟପ୍ ଜବ୍ ଅଟେ। ପ୍ରତିଦିନ ପ୍ରଭୁଙ୍କ ଲୋକମାନଙ୍କୁ କଥା ହେବାର, ଆରେଞ୍ଜ କରିବାର, ତାଙ୍କର ବାକ୍ୟର ଉଷ୍ଣତାକୁ ଆମମାନଙ୍କ ଗ୍ରୁପ ମଧ୍ୟକୁ ଆଣିବା ନିହାତି ଏହା ଆମ ସମସ୍ତଙ୍କର ପାଇଁ ଆଶୀର୍ବାଦର ବିଷୟ ଅଟେ। ତେଣୁକରି ଆସୁ ଆଜି ଏଇ ପ୍ରାତଃ ସମୟରେ ଆମମାନେ ସମସ୍ତେ ସମୟ ପ୍ରଭୁଙ୍କର ବାକ୍ୟକୁ ଚିନ୍ତା କରିବା। ଆପଣମାନେ ମୋ ସହିତ ବାଇବଲରୁ ଗୋଟେ ଅଂଶ ମାନେ ଅଧ୍ୟୟନ କରିବା। ଆପଣମାନେ ପାଇବେ ରୋମିଓ ମଣ୍ଡଳୀକୁ ପ୍ରେରିତ ପାଉଳଙ୍କର ପତ୍ର 8 ଅଧ୍ୟାୟ 27 ପଦରୁ ଆମେ 30 ପଦ ପର୍ଯ୍ୟନ୍ତ ଆମେ ଅଧ୍ୟୟନ କରିବା। এই ସ୍ଥାନରେ ଲେଖା ଅଛି, ପୁଣି ଯେ ଆମ୍ଭମାନଙ୍କର ହୃଦୟ ଅନୁସନ୍ଧାନ କରନ୍ତି ସେ ଆତ୍ମାଙ୍କର ଭାବ କଣ ତାହା ଜାଣନ୍ତି, କାରଣ ସେ ଈଶ୍ୱରଙ୍କର ଇଚ୍ଛା ଅନୁସାରେ ସାଧୁମାନଙ୍କ ନିମନ୍ତେ ନିବେଦନ କରନ୍ତି। ଯେଉଁମାନେ ଈଶ୍ୱରକୁ ପ୍ରେମ କରନ୍ତି, ଯେଉଁମାନେ ତାଙ୍କର ସଂକଳ୍ପ ଅନୁସାରେ ଆହତ ହୋଇଅଛନ୍ତି, ଈଶ୍ୱର ଯେ ସମସ୍ତ ବିଷୟରେ ସେମାନଙ୍କର ମଙ୍ଗଳ ସାଧନ କରନ୍ତି ଏହା ମାନେ ଜାଣ। କାରଣ ଯେଉଁମାନେ ସେ ପୂର୍ବରୁ ଜାଣିଥିଲେ ସେମାନଙ୍କୁ ତାହାଙ୍କ ପୁତ୍ରଙ୍କ ପ୍ରତିମୂର୍ତ୍ତିର ଅନୁରୂପ ହେବା ନିମନ୍ତେ ସେ ପୂର୍ବରୁ ନିରୂପଣ ମଧ୍ୟ କରିଥିଲେ, ଯେପରି ସେ ଅନେକ ଭ୍ରାତାଙ୍କ ମଧ୍ୟରେ ଅଗ୍ରଜ ହୁଅନ୍ତି। ଆଉ ଯେଉଁମାନଙ୍କୁ ସେ ପୂର୍ବରୁ ନିରୂପଣ କରିଥିଲେ ସେମାନଙ୍କୁ ସେ ମଧ୍ୟ ଆହ୍ୱାନ କଲେ, ପୁଣି ଯେଉଁମାନଙ୍କୁ ସେ ଆହ୍ୱାନ କଲେ ସେମାନଙ୍କୁ ସେ ମଧ୍ୟ ଧାର୍ମିକ ବୋଲି ଗଣିଲେ, ଆଉ ଯେଉଁମାନଙ୍କୁ ସେ ଧାର୍ମିକ ବୋଲି ଗଣିଲେ ସେମାନଙ୍କୁ ସେ ମଧ୍ୟ ଗୌରବାନ୍ୱିତ କଲେ। ପ୍ରଭୁ ଏଇ ପଠିତ ବାକ୍ୟ ଉପରେ ଆମମାନଙ୍କୁ ବୁଝିବା ପାଇଁ ଆଶୀର୍ବାଦ ଏବଂ ଅନୁଗ୍ରହ ପ୍ରଦାନ କରନ୍ତୁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ପ୍ରାତଃ ସମୟରେ ଆମେ ଈଶ୍ୱରଙ୍କର ବାକ୍ୟକୁ ଧ୍ୟାନ କରୁଥିଲା ବେଳକୁ ଯୋଉ ଅଂଶଟି ଅଧ୍ୟୟନ କରିଅଛୁ ଏହା ଆମମାନଙ୍କ ନିମନ୍ତେ ଗୋଟେ ଚିର ପରିଚିତ ଅଂଶ ଅଟେ। ଅନେକ ସମୟରେ ଆମମାନଙ୍କର ଦୈନନ୍ଦିନ ପ୍ରାର୍ଥନାରେ, ଦୈନନ୍ଦିନ ବାଇବଲ ଅଧ୍ୟୟନରେ ଏହି ଅଂଶକୁ ଆମେ ବ୍ୟବହାର କରିଥାଉ। କାରଣ ପ୍ରାର୍ଥନାକାରୀ ପ୍ରତ୍ୟେକ ଲୋକ ବୁଝିଥାନ୍ତି ଯାହା 26 ପଦରେ ଲେଖା ହେଇଛି, କଣ ଯେ ଆତ୍ମା କି ପ୍ରକାର ଆମମାନଙ୍କର ଦୁର୍ବଳତାରେ ପ୍ରାର୍ଥନା କରିବା ନିମନ୍ତେ ଆମମାନଙ୍କୁ ସାହାଯ୍ୟ କରନ୍ତି। ପ୍ରାର୍ଥନାକାରୀ ପ୍ରତ୍ୟେକ ଲୋକ এই ଅଂଶ ସହିତ ଚିର ପରିଚିତ ଅଟନ୍ତି। କିନ୍ତୁ
ରୋମିଓ ମଣ୍ଡଳୀକୁ ପ୍ରେରିତ ପାଉଲ ଯୋଉ ପତ୍ର ଲେଖିଛନ୍ତି ବା ରୋମିଓ ପୁସ୍ତକ ଯୋଉ ଆମେ ବାଇବଲ ମଧ୍ୟରେ ଅଧ୍ୟୟନ କରୁଅଛୁ, ବାଇବଲରେ ଥିବା ପ୍ରତ୍ୟେକ ପୁସ୍ତକର ନିଶ୍ଚିତ ନିଜସ୍ୱ ସ୍ଥାନ ଅଛି। ମାତ୍ର ରୋମିଓ ମଣ୍ଡଳୀର ଗୋଟେ ଭିନ୍ନ ପ୍ରକାର ଗାମ୍ଭୀର୍ଯ୍ୟତା, ପରମେଶ୍ୱରଙ୍କ ପ୍ରେମର ଗୋଟେ ଭିନ୍ନ ପ୍ରକାର ଗାମ୍ଭୀର୍ଯ୍ୟତା ଅଛି। ରୋମିଓ ମଣ୍ଡଳୀକୁ ପ୍ରେରିତ ପାଉଲ ଯୋଉ ପତ୍ର ଲେଖିଛନ୍ତି, ଅନେକ ବେଦଜ୍ଞାତା ମାନେ, ଅନେକ ସ୍କଲାର୍ସ ମାନେ ଏହାକୁ ଗୋଲ୍ଡେନ ରିଙ୍ଗ ଅଫ ବାଇବଲ ବୋଲିକରି କୁହନ୍ତି, ବାଇବଲର ସ୍ୱର୍ଣ୍ଣ ମୁଦ୍ରିକା ବୋଲି କୁହନ୍ତି। କାରଣ ଆପଣ ଯଦି ପ୍ରାରମ୍ଭରୁ ଏ ପୁସ୍ତକକୁ ଅଧ୍ୟୟନ କରିବେ, ବହୁତ ଗୁଡାଏ ନିଗୁଡ ତତ୍ତ୍ୱ ବିଷୟକୁ ପ୍ରେରିତ ପାଉଲଙ୍କର ଦ୍ଵାରା ଖ୍ରୀଷ୍ଟସ୍ଥ ଲୋକମାନଙ୍କର ପାଇଁ ଏ ପୁସ୍ତକରେ ଲେଖାଯାଇଅଛି। ଏ ପୁସ୍ତକର ପ୍ରାରମ୍ଭ ହୁଏ ଈଶ୍ୱରଙ୍କର ଗୌରବମୟ ଉପସ୍ଥିତିରୁ। ସେ କି ପ୍ରକାର ସମସ୍ତ ସୃଷ୍ଟିର ସ୍ରଷ୍ଟା ଅଟନ୍ତି, ମାତ୍ର ଲୋକମାନେ କିପରି ତାଙ୍କୁ ଅଗ୍ରାହ୍ୟ କରୁଛନ୍ତି, ଜଗତର ଲୋକମାନେ ତାଙ୍କୁ କି ପ୍ରକାର ଅଗ୍ରାହ୍ୟ କରୁଛନ୍ତି, ଯିହୁଦୀ ଲୋକମାନେ ତାଙ୍କୁ କି ପ୍ରକାର ଅଗ୍ରାହ୍ୟ କରୁଛନ୍ତି, ଏବଂ କି ପ୍ରକାର ସମସ୍ତେ ପାପରେ ପଡି ଈଶ୍ୱରଙ୍କର ମହିମାରୁ ଉଣା ପଡିଛନ୍ତି, ଏ ବିଷୟରୁ ଆରମ୍ଭ ହୁଏ। ଏବଂ ମନ ପରିବର୍ତ୍ତନ କରି ପ୍ରଭୁଙ୍କୁ ଗ୍ରହଣ କରି ବାପ୍ତିସ୍ମ ନେବାର ପରମେଶ୍ୱରଙ୍କ ଠାରେ ଥିବା କି ପ୍ରକାର ସେ ଗୌରବମୟ ଆଶାର ଶାନ୍ତିର ଅଧିକାରୀ ହେଇପାରିବା, ସେ ସମସ୍ତ ବିଷୟ ପବିତ୍ର ଆତ୍ମା ଆମମାନଙ୍କୁ କି ପ୍ରକାର ସାହାଯ୍ୟ କରନ୍ତି, ଆମମାନେ କି ପ୍ରକାର ଥିଲୁ, ମାତ୍ର ପବିତ୍ର ଆତ୍ମା ଆମମାନଙ୍କୁ କି ପ୍ରକାର ପ୍ରଭୁର ବୃଦ୍ଧି ହେବା ନିମନ୍ତେ ସହାୟକ ହୁଅନ୍ତି, ସେ ସମସ୍ତ ବିଷୟକୁ ପାଉଲ ଅତି ସୁନ୍ଦର ଭାବରେ ଏହି ପୁସ୍ତକରେ ବର୍ଣ୍ଣନା କରିଅଛନ୍ତି। ଆଉ ଏ 8 ଅଧ୍ୟାୟକୁ ଯେତେବେଳେ ଆମେ ଆସୁଅଛୁ, ଏଇଠି ସେ ଆରମ୍ଭ କରନ୍ତି, ଆମେ ଯୋଉ ଅଂଶରୁ ଅଧ୍ୟୟନ କଲୁ ସେ ଅନୁସାରେ ଏ ପ୍ରକାର ଲେଖନ୍ତି, ପୁଣି ଯେ ଆମ୍ଭମାନଙ୍କର ହୃଦୟ ଅନୁସନ୍ଧାନ କରନ୍ତି, ସେ ଆତ୍ମାଙ୍କର ଭାବ କଣ ତାହା ଜାଣନ୍ତି, କାରଣ ସେ ଈଶ୍ୱରଙ୍କ ଇଚ୍ଛାନୁସାରେ ସାଧୁମାନଙ୍କ ନିମନ୍ତେ ନିବେଦନ କରନ୍ତି। ଯେ ଆମମାନଙ୍କର ହୃଦୟ ଅନୁସନ୍ଧାନ କରନ୍ତି, ସେ ପ୍ରଭୁ ଆମର ପ୍ରତ୍ୟେକଙ୍କର ହୃଦୟର ମର୍ମ ପରୀକ୍ଷକ ଅଟନ୍ତି। ଆମମାନଙ୍କ ହୃଦୟର ପ୍ରତ୍ୟେକ ବିଷୟକୁ ସେ ଜ୍ଞାତ ଅଟନ୍ତି, ବୁଝିପାରନ୍ତି, ଜାଣିପାରନ୍ତି। ମାତ୍ର ଏଇ ସ୍ଥାନରେ ଲେଖା ହେଇଛି, ପ୍ରଭୁ ଆମଙ୍କର ହୃଦୟକୁ ଯେତେବେଳେ ନିରୀକ୍ଷଣ କରନ୍ତି, ଆମମାନଙ୍କର ମନରେ ଗୋଟେ ହଠାତ୍ ପ୍ରଶ୍ନ ଆସେ, ପ୍ରଭୁ ଆମମାନଙ୍କର ହୃଦୟକୁ ନିରୀକ୍ଷଣ କରନ୍ତି ଆମମାନଙ୍କୁ ପରୀକ୍ଷା କରିବା ପାଇଁ। କିନ୍ତୁ ଏଇ ସ୍ଥାନରେ ଗୋଟେ ଭିନ୍ନ କଥା ଲେଖା ହେଇଛି, ପ୍ରଭୁ ଆମମାନଙ୍କର ହୃଦୟକୁ ନିରୀକ୍ଷଣ କରନ୍ତି ଏଥିପାଇଁ ଯେ ସେ ଯେ ପ୍ରକାର ଆମମାନଙ୍କୁ ପ୍ରାର୍ଥନାରେ ହେଲ୍ପ କରିପାରିବେ। କଣ ପାଇଁ? ଈଶ୍ୱରଙ୍କର ଇଚ୍ଛା ଅନୁସାରେ ପ୍ରାର୍ଥନା କରିବା ପାଇଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଅନେକ ସମୟରେ ଆମମାନଙ୍କର ପ୍ରାର୍ଥନା ଗଡ ସେଣ୍ଟ୍ରିକ ପ୍ରେୟାର ନ ହେଇକରି ସେଲ୍ଫ ସେଣ୍ଟ୍ରିକ ପ୍ରେୟାର ହୁଏ। ଆମେ ନିଜର ସ୍ୱାର୍ଥ କେନ୍ଦ୍ରିକ ବା ନିଜର ସ୍ୱାର୍ଥ ସାଧନ ନିମନ୍ତେ, ନିଜର ସୁଖ ନିମନ୍ତେ, ନିଜର ଆବଶ୍ୟକତା ପୂର୍ତ୍ତି ନିମନ୍ତେ ବା ଆମର ମଣ୍ଡଳୀର ଆବଶ୍ୟକତା ପୂର୍ତ୍ତି ନିମନ୍ତେ, ଆମର ପ୍ରିୟ ଆତ୍ମୀୟ ସ୍ୱଜନ ମାନଙ୍କର ଆବଶ୍ୟକତା ପୂର୍ତ୍ତି ନିମନ୍ତେ, ଆମର ଚତୁଃପାର୍ଶ୍ୱରେ ଥିବା ଭାଇ ଭଉଣୀ ମାନଙ୍କର ସୁଖ ସ୍ୱଚ୍ଛନ୍ଦ ନିମନ୍ତେ, ଶାନ୍ତି ନିମନ୍ତେ ଆମେ ପ୍ରାର୍ଥନା କରୁ। ଦ୍ୟାଟ ଇଜ ଦେୟାର। ସେଇଟା ଠିକ କଥା, ପ୍ରାର୍ଥନା କରିବାର କଥା। କିନ୍ତୁ ଆମମାନଙ୍କର ପ୍ରାର୍ଥନା ଯେ ଈଶ୍ୱରଙ୍କର ଇଚ୍ଛାନୁସାରେ ହେଉଅଛି ନା ନାହିଁ, ବେଳେ ବେଳେ ଏହା ବୁଝିବା, ଜ୍ଞାତ ହେବା ଆମମାନଙ୍କ ନିମନ୍ତେ କଷ୍ଟର ବିଷୟ ହୁଏ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରାର୍ଥନାକାରୀ ଲୋକମାନେ, ବିଶେଷତଃ ପ୍ରଭୁଙ୍କ ଠାରେ ନିତ୍ୟ ନିତ୍ୟ ପ୍ରାର୍ଥନାକାରୀ ଲୋକମାନେ, ଆମ୍ଭମାନଙ୍କର ପ୍ରାର୍ଥନା ପ୍ରଭୁଙ୍କ ଠାରେ ଗ୍ରହଣୀୟ ହଉଅଛି, ଆମ୍ଭେମାନେ ପ୍ରଭୁଙ୍କର ଇଚ୍ଛା ଅନୁସାରେ ପ୍ରାର୍ଥନା କରୁଅଛୁ, ଏହା ଜ୍ଞାତ ହୋଇ ପ୍ରାର୍ଥନା କରିବା ଆମମାନଙ୍କ ନିମନ୍ତେ ନିହାତି ଆବଶ୍ୟକ। କାରଣ ଆତ୍ମାର ଭାବ କଣ ପବିତ୍ର ଆତ୍ମା ଜାଣନ୍ତି, ଆଉ ସେ ଈଶ୍ୱରଙ୍କର ଇଚ୍ଛା ଅନୁସାରେ ପ୍ରାର୍ଥନାରେ ଆମମାନଙ୍କୁ ଲିଡ୍ କରନ୍ତି। ଆଉ ସେ ଯେତେବେଳେ ଆମମାନଙ୍କୁ ପ୍ରାର୍ଥନାରେ ଲିଡ୍ କରନ୍ତି, ଆଉ ଆମମାନଙ୍କର ପ୍ରାର୍ଥନା ଯେତେବେଳେ ଈଶ୍ୱରଙ୍କର ଇଚ୍ଛାରେ ସମ୍ମିଳିତ ହେଇଯାଏ, ଆମମାନଙ୍କର ପ୍ରାର୍ଥନା ଆମମାନଙ୍କର ଚିନ୍ତାର ବାହାରେ ରିଜଲ୍ଟ ସବୁ ଆଣେ। ଆମେ ଯାହା ଭାବି ନଥାଉ, ଆମେ ଯାହା ଚିନ୍ତା କରିନଥାଉ, ଏପରି ପ୍ରାର୍ଥନାର ଉତ୍ତର ସବୁ ଆମମାନେ ପାଇପାରିଥାଉ।
ପ୍ରଭୁ ଆଶ୍ଚର୍ଯ୍ୟ ଭାବରେ ଆମମାନଙ୍କର ସାଧାରଣ ମନୁଷ୍ୟମାନଙ୍କ ଦ୍ୱାରା ଅସାଧାରଣ କାର୍ଯ୍ୟ କରନ୍ତି କେତେବେଳେ ଯେତେବେଳେ ଆମମାନଙ୍କର ପ୍ରାର୍ଥନା ଈଶ୍ୱରଙ୍କର ଇଚ୍ଛା ସମ୍ବଳିତ ପ୍ରାର୍ଥନା ହେଇଯାଏ। ସେଥିପାଇଁ ଆମମାନେ ପ୍ରୟାସ କରୁ ଯେ ଆମମାନଙ୍କର ପ୍ରତ୍ୟେକ ପ୍ରାର୍ଥନା, କାରଣ ଆମମାନଙ୍କର ଇଚ୍ଛା ଏବଂ ଈଶ୍ୱରଙ୍କର ଇଚ୍ଛା ଗୋଟେ ଡିଭାଇନ ୱିଲ୍ ମାନେ ଗୋଟେ ପରମେଶ୍ୱରଙ୍କର ଇଚ୍ଛା, ଈଶ୍ୱରୀୟ ଇଚ୍ଛା ଆଉ ମାନବିକ ଇଚ୍ଛା ଭିତରେ ନିହାତି ବହୁତ ଗୁଡାଏ ଜିନିଷର ଡିଫରେନ୍ସ ହେବ। ତେଣୁକରି ମୋର ପ୍ରିୟ ମାନେ ଈଶ୍ୱରଙ୍କର ଇଚ୍ଛା ଅନୁସାରେ ପ୍ରାର୍ଥନା ଅନେକ ସମୟରେ ଆମମାନେ କଣ କରୁ, ମୁଁ ଯଦି ଏଟାକୁ ଆଉ ଟିକେ ସରଳ ଭାଷାରେ ବୁଝେଇବା ପାଇଁ ପ୍ରୟାସ କରିବି, ଆମର ଗୋଟେ ଲମ୍ବା ଲିଷ୍ଟ ଆଣିକରି ଏପ୍ରୁଭାଲ କରିବାର ପରେ ପରମେଶ୍ୱରଙ୍କୁ ନିବେଦନ କରୁ, ପ୍ରଭୁ ଏଥିରେ ସନ୍ତକ କରି ଏ ଲିଷ୍ଟଟାକୁ ଏପ୍ରୁଭାଲ କରିଦିଅନ୍ତୁ। ଆମେ ଜାଣିନୁ ଆମେ ଲିଷ୍ଟରେ କେତେଟା ଜିନିଷ ପରମେଶ୍ୱରଙ୍କୁ କଷ୍ଟ ଦଉଛି, କେତେଟା ଜିନିଷ ପରମେଶ୍ୱରଙ୍କର ସହମତି ବିନା ହଉଛି, କେତେଟା ବିଷୟ ପରମେଶ୍ୱରଙ୍କର କଣ କହିବା ପରମେଶ୍ୱରଙ୍କର ଗାଇଡଲାଇନ ଭିତରେ ଅଛି, କେତେଟା ବିଷୟ ଆମେ ଗାଇଡଲାଇନ ବାହାରେ ମଧ୍ୟ ଆମେ ପ୍ରାର୍ଥନା କରୁଛୁ। ଏ ସମସ୍ତ ବିଷୟ ଆମେ ଜାଣିନଥାଉ, କିନ୍ତୁ ଆମେ ପରମେଶ୍ୱରଙ୍କ ନିକଟକୁ अपना ଲିଷ୍ଟ ଆଣିଦେଇଥାଉ ଏବଂ ଆମମାନେ ଚାହୁ ପରମେଶ୍ୱର ଏ ସମସ୍ତ ଉପରେ ସ୍ୱୀକୃତି ପ୍ରଦାନ କରନ୍ତୁ, ପରମେଶ୍ୱର ଆମମାନଙ୍କର ପ୍ରାର୍ଥନାର ଉତ୍ତର ଦିଅନ୍ତୁ। ମାତ୍ର ପବିତ୍ର ଆତ୍ମାରେ ପୂର୍ଣ୍ଣ ଗୋଟେ ଲୋକ ଯେତେବେଳେ ପ୍ରାର୍ଥନା କରେ ବା ପବିତ୍ର ଆତ୍ମା ଯେତେବେଳେ ଗୋଟେ ଲୋକକୁ ପ୍ରାର୍ଥନା କରିବାରେ ସାହାଯ୍ୟ କରନ୍ତି, ସେହିପରି ଲୋକମାନଙ୍କର କ୍ଷେତ୍ରରେ ଏଇ ପ୍ରକାର ତ୍ରୁଟି ହୁଏ ନାହିଁ। କାରଣ ଆମମାନଙ୍କର ବିଷୟରେ ଏଇ ସ୍ଥାନରେ ବାଇବଲରେ ଗୋଟେ ନିଗୁଡ ତତ୍ତ୍ୱ ବିଷୟ ଲେଖା ହେଇଛି। ମୁଁ କେବଳ ସେଇ କଥାଟା କହିକରି ସମାପ୍ତ କରିବି। ଏଇଠି ସେ କହନ୍ତି ଯୋଉମାନଙ୍କୁ ଈଶ୍ୱର ପ୍ରେମ କରନ୍ତି, ଯୋଉମାନଙ୍କୁ ତାହାଙ୍କର ସଂକଳ୍ପ ଅନୁସାରେ ଆହୁତ ହୋଇଅଛନ୍ତି। ପ୍ରଭୁ ଯୋଉମାନଙ୍କୁ ପ୍ରେମ କରନ୍ତି, ପ୍ରଭୁ ସମସ୍ତ ଜଗତକୁ ପ୍ରେମ କରିଅଛନ୍ତି, କାରଣ ଈଶ୍ୱର ଜଗତକୁ ଏଠି ପ୍ରେମ କଲେ ଯେ ସେ ତାହାଙ୍କର ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ। ମାତ୍ର ସମସ୍ତ ଜଗତ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରେ ନାହିଁ। ଆଜି କେବଳ ଆମେ 50-60 ଲୋକ ଗୋଟେ ଗ୍ରୁପରେ ଏବେ ଆମେ ଏଡ୍ ହେଇକରି ବସିଛୁ, ପ୍ରାର୍ଥନାରେ ବସିଛୁ, ପ୍ରଭୁଙ୍କ ବାକ୍ୟ ଶୁଣିବା ପାଇଁ, ପ୍ରଭୁଙ୍କ ଚରଣ ତଳେ ନିବେଦନ କରିବା ପାଇଁ ଆମେ ଉପସ୍ଥିତ ହେଇଅଛୁ। କିନ୍ତୁ ଯଦ୍ୟପି ଈଶ୍ୱର ସମସ୍ତ ଜଗତକୁ ପ୍ରେମ କରନ୍ତି, ତଥାପି କିଛି ଲୋକଙ୍କୁ ସେ ଜାଣିଅଛନ୍ତି, ନିରୂପଣ କରିଅଛନ୍ତି ଏବଂ ସେମାନଙ୍କ ସହିତ ବାର୍ତ୍ତାଳାପ କରିବା ପାଇଁ, ସେମାନଙ୍କ ସହିତ ଗୋଟେ ସମ୍ପର୍କକୁ ବୃଦ୍ଧି କରିବା ପାଇଁ, ସେମାନଙ୍କ ସହିତ ଆପଣ ଇଚ୍ଛାର ଭାବନା ଆଦାନ ପ୍ରଦାନ କରିବା ପାଇଁ ପରମେଶ୍ୱର ଇଚ୍ଛା ପ୍ରକାଶ କରନ୍ତି। ଆଉ ସେଇ ପ୍ରକାର ଲୋକମାନଙ୍କ ନିମନ୍ତେ ଏଇ ସ୍ଥାନ ଲେଖା ହେଇଛି ଯେଉଁମାନଙ୍କୁ ଈଶ୍ୱର ପ୍ରେମ କରନ୍ତି, ଯେଉଁମାନଙ୍କୁ ତାହାଙ୍କ ସଂକଳ୍ପ ଅନୁସାରେ ଆହ୍ୱାନ କରିଅଛନ୍ତି, ଯୋଉମାନେ ତାଙ୍କ ସଂକଳ୍ପ ଅନୁସାରେ ଆହୁତ ହୋଇଅଛନ୍ତି। ପ୍ରିୟ ମାନେ ପରମେଶ୍ୱର ଆପଣ ହୃଦୟର ଭାବ ଆଦାନ ପ୍ରଦାନ ସମସ୍ତଙ୍କ ସହିତ କରିବେ ନାହିଁ, ସମସ୍ତଙ୍କ ସହିତ କରିବେ ନାହିଁ। ଗୀତ ସଂହିତା ପୁସ୍ତକରେ ଲେଖା ହେଇଛି ଯୋଉମାନେ ପରମେଶ୍ୱରଙ୍କୁ ଭୟ କରନ୍ତି ସେମାନଙ୍କ ଠାରେ ପରମେଶ୍ୱରଙ୍କର ଗୁପ୍ତ ବିଷୟ ସବୁ ଥାଏ। ଯୋଉମାନେ ପରମେଶ୍ୱରଙ୍କୁ ଭୟ କରନ୍ତି, ପରମେଶ୍ୱର କଣ କରିବା ପାଇଁ ଚାହାନ୍ତି, ପରମେଶ୍ୱରଙ୍କର ଗୁପ୍ତ କଥା ସବୁ କଣ, ସେଇ ପ୍ରକାର ଲୋକମାନଙ୍କ ଠାରେ ଥାଏ। ସବୁ ଲୋକମାନଙ୍କ ଠାରେ ଥାଏ ନାହିଁ। ପ୍ରଭୁ ସମସ୍ତ ଲୋକମାନଙ୍କ ନିକଟରେ ସବୁ କଥା ପ୍ରକାଶ କରନ୍ତି ନାହିଁ। ପ୍ରଭୁ କେତେଟା କଥା ପ୍ରକାଶ କରନ୍ତି ଲୋକମାନଙ୍କୁ କହିବା ପାଇଁ, ପ୍ରଭୁ କେତେଟା କଥା ପ୍ରକାଶ କରନ୍ତି ନୀରବ ରହିବା ପାଇଁ ବା ସଂଶୋଧନ କରିବା ପାଇଁ। କିନ୍ତୁ ସଂଶୋଧନ କରିବାରେ ବେଳେ ବେଳେ ଆମେ ତ୍ରୁଟି କରୁ। କି ପ୍ରକାର ସଂଶୋଧନ କରିବାର ଅଛି, ତାହା ଆମେ ବ୍ୟକ୍ତିଗତ କଥାକୁ ସାମୂହିକ ଭାବରେ ଯଦି ଆମେ ପ୍ରକାଶ କରିବା, ପ୍ରଭୁ ଯଦି ଗୋଟେ ଲୋକକୁ ବ୍ୟକ୍ତିଗତ ଭାବରେ କୌଣସି କଥା କହୁଥିବେ ଆଉ ସେ କଥାକୁ ଯଦି ଆମେ ସାମୂହିକ ଭାବରେ ପ୍ରକାଶ କରିବା, ହେଇଥିପାରେ ଆମେ ଯାହାକୁ ସେଇ କଥା ସଂଶୋଧନ କରିବା ନିମନ୍ତେ କହିଥିବା ସେ ଭୁଲ ବୁଝିଥିବ, ହେଇଥିପାରେ ସେ ତାର ସତ୍ୟତା ହେତୁ ସେ ପରମେଶ୍ୱରଙ୍କ ଠାରୁ ଦୂରକୁ ପଳେଇଯିବ। କିନ୍ତୁ ଯଦି ଆମେ ବ୍ୟକ୍ତିଗତ ଏନକାଉଣ୍ଟର କରୁଛୁ, ବ୍ୟକ୍ତିଗତ ଭାବରେ ତାଙ୍କ ସହିତ ଡିଲ୍ କରୁଛୁ, ତାହେଲେ ସେ ଯେତେ ଗୋଟେ ଜଘନ୍ୟ ଗୁରୁତର କଥା ଆମେ ପ୍ରଭୁ ତାର ବିରୁଦ୍ଧରେ କହିଥାନ୍ତୁ, ଆମେ ତାକୁ
ଲାଭ କରିପାରିବା। ଯେମିତି ଯୀଶୁ ସମରଣୀୟ ସ୍ତ୍ରୀକୁ କହିଲେ, ଯୀଶୁ ସମରଣୀୟ ସ୍ତ୍ରୀ ସହିତ କଥୋପକଥନ କରୁ କରୁ କହିଲେ ପରେ ଶେଷରେ ତୁମର ସ୍ୱାମୀକୁ ଡାକ। ସେ କହିଲେ ମୋର ସ୍ୱାମୀ ନାହିଁ। ତୁମେ ଠିକ କହିଲ, ତୁମର 5 ଜଣ ସ୍ୱାମୀ ଥିଲେ, ମାତ୍ର ବର୍ତ୍ତମାନ ତମର ସହିତ କେହି ନାହାନ୍ତି। ଯେ ଅଛି ବୋଲି ଭାବୁଛ ସେ ବି ତୁମର ନୁହେଁ। ସେ କହିଲେ ତମକୁ କେମିତି ଜଣା? ଯୀଶୁ ଯେ ଜଣେ ଭବିଷ୍ୟତ ବକ୍ତା, ସେ ତାର ଜୀବନ ସମ୍ବନ୍ଧୀୟ ସମସ୍ତ ବିଷୟ ଜାଣୁଛନ୍ତି। ଯୀଶୁ ତାର ଜୀବନକୁ ପରିପ୍ରକାଶ କରୁଛନ୍ତି। ଏହା ଜାଣି ସେ ଦୁଃଖିତ ହେଲା ନାହିଁ, ମାତ୍ର ଏହା ଜାଣି ସେ ଆନନ୍ଦିତ ହେଲା। ଫଳରେ ସେ ଯାଇକି ସମ୍ପୂର୍ଣ୍ଣ ଗାଁର ଲୋକମାନଙ୍କ ନିକଟରେ ସାକ୍ଷ୍ୟ ଦେଲା ଯେ ମୁଁ ମସିହାକୁ ଦେଖିଛି ପରା, ଆସ ଦେଖିବ। କିନ୍ତୁ ଏଟାକୁ ଯଦି ଏଇ ପ୍ରକାର ବିଷୟକୁ ଯଦି ସାମୂହିକ ଭାବରେ ପରିପ୍ରକାଶ କରାଯାଏ, ତାହେଲେ କୋଉଠି କୌଣସି ନା କୌଣସି ସ୍ଥାନରେ ଆମମାନଙ୍କର ପାଇଁ ଏଇ ପ୍ରକାର ଫଳପ୍ରଦ ବିଷୟ ଆମେ ଦେଖିପାରିବାନି। ତେଣୁକରି ଯୋଉମାନଙ୍କୁ ପ୍ରଭୁ ପ୍ରେମ କରନ୍ତି, ଯୋଉମାନଙ୍କୁ ତାହାଙ୍କର ସଂକଳ୍ପ ଅନୁସାରେ ପ୍ରଭୁ ଆହ୍ୱାନ କରିଅଛନ୍ତି, ତାଙ୍କର ସଂକଳ୍ପରେ ଆହୁତ ଲୋକମାନେ ଯେ ତାହାଙ୍କର ଇଚ୍ଛା ଅନୁସାରେ ପ୍ରାର୍ଥନା କରନ୍ତୁ, ଏହା ପ୍ରଭୁ ଇଚ୍ଛା କରନ୍ତି। କାରଣ କଣ? କାରଣ ଯେତେବେଳେ ଗୋଟେ ଲୋକ ପ୍ରାର୍ଥନା କରେ, ଏଠି ଲେଖା ହେଇଛି ଯେ ଈଶ୍ୱର ଯେ ସମସ୍ତ ବିଷୟରେ ସେମାନଙ୍କର ମଙ୍ଗଳ ସାଧନ କରନ୍ତି, ଏହା ଆମ୍ଭେମାନେ ଜାଣୁ। କଣ ଆମେ ଏହା ଜାଣିଅଛୁ କି ଯେ ମୋର ଜୀବନରେ ଦୈନନ୍ଦିନ ହଉଥିବା ପ୍ରତ୍ୟେକ ବିଷୟରେ ପ୍ରଭୁ ମୋର ମଙ୍ଗଳ ସାଧନ କରିପାରିବା ନିମନ୍ତେ ସକ୍ଷମ ଈଶ୍ୱର ଅଟନ୍ତି। ପ୍ରେରିତ ପାଉଲ କହୁଛନ୍ତି ମୁଁ ଜାଣିଛି, ଆମେମାନେ ଜାଣିଛୁ, ଯୋଉ ଦଳ ମୋର ସହିତ ଅଛନ୍ତି ସେମାନେ ଆମେ ଜାଣିଛୁ, ଯୋଉମାନେ ଆମେ ପ୍ରଭୁଙ୍କୁ ଅନୁଭବ କରିଛୁ ସେମାନେ ଆମେ ଜାଣିଛୁ ଯେ ଆମ୍ଭମାନଙ୍କର ପ୍ରଭୁ ମୋର ସମସ୍ତ ବିଷୟକୁ, ମୋର ପ୍ରତିକୂଳ ବିଷୟକୁ ଅନୁକୂଳ କରିବା ନିମନ୍ତେ ସକ୍ଷମ ଈଶ୍ୱର ଅଟନ୍ତି। ସମସ୍ତ ବିଷୟରେ ମୋର ମଙ୍ଗଳ ସାଧନ କରିପାରିବେ ସେ। ମୋର କ୍ଷତି ହେଇଛି, ପ୍ରଭୁ ମୋର ମଙ୍ଗଳ ସାଧନ କରିପାରିବେ। ମୁଁ ଯଦି କ୍ଷତିରେ ଅଛି, ପ୍ରଭୁ ମୋର କ୍ଷତିକୁ ଲାଭରେ ପରିବର୍ତ୍ତନ କରିପାରିବେ। ମୁଁ ଯଦି କୌଣସି ସମସ୍ୟାରେ ଅଛି, ପ୍ରଭୁ ସମସ୍ୟାକୁ ସମାଧାନ କରିପାରିବେ। ମୁଁ ଯଦି ଈଶ୍ୱରଙ୍କ ନାମ ସକାଶୁ ଅପମାନିତ ହଉଛି, ନିନ୍ଦିତ ହଉଛି, ପ୍ରଭୁ ସେ ସମସ୍ତ ବିଷୟକୁ ପରିବର୍ତ୍ତନ କରିପାରିବେ। ପ୍ରଭୁ ସେଥିପାଇଁ ସକ୍ଷମ ପ୍ରଭୁ ଅଟନ୍ତି। ମାତ୍ର ଅନେକ ସମୟରେ କଣ ହୁଏ, ଆମେମାନେ ଯେତେବେଳେ ଅନୁକୂଳ ପରିସ୍ଥିତି ପରିବର୍ତ୍ତେ ପ୍ରତିକୂଳ ପରିସ୍ଥିତିକୁ ପଳେଇ ଆସୁ, କୋଉଠି ନା କୋଉଠି ଆମମାନେ ଇଚ୍ଛା କରୁ ପ୍ରାର୍ଥନା ଆମମାନଙ୍କର ଇଚ୍ଛା ଅନୁସାରେ ହଉ। ଆମେ ଅନୁକୂଳ ପରିସ୍ଥିତିରେ ଥିବା ଯାଏ ଆମମାନଙ୍କୁ ଲାଗେ ଆମେ ଈଶ୍ୱରଙ୍କର ଇଚ୍ଛାରେ, ଈଶ୍ୱରଙ୍କର ସିଦ୍ଧ ଇଚ୍ଛା ଅନୁସାରେ ପ୍ରାର୍ଥନା କରୁଅଛୁ। ମାତ୍ର ଯେତେବେଳେ ପରିସ୍ଥିତି ଆମମାନଙ୍କର ପ୍ରତିକୂଳ ହୁଏ, ଏହିପରି ସମୟରେ ହିଁ ମନୁଷ୍ୟ ତ୍ରୁଟି କରେ। ବାଇବଲରେ ଗୋଟେ ସୁନ୍ଦର ଉଦାହରଣ ଅଛି ସାଉଲଙ୍କର। ସାଉଲଙ୍କୁ ସାମୁଏଲ ଅଭିଷେକ କଲେ ଏବଂ ତାଙ୍କୁ କହିଲେ ତୁମେ ରାମାରେ ଥାଅ, ତୁମେ ମୁଁ ନ ଆସିବା ପର୍ଯ୍ୟନ୍ତ। ପ୍ରଥମ ସାମୁଏଲ ତାର 15 ଅଧ୍ୟାୟରେ ସୁନ୍ଦର ବିଷୟ ଲେଖା ହେଇଛି ଯେ ପ୍ରଥମ ସାମୁଏଲ ସେଇଠି ସାମୁଏଲ ଗିଲଗଲରେ ସାଉଲଙ୍କୁ ରହିବା ପାଇଁ କହୁଅଛନ୍ତି, ଆଉ ସାଉଲ ଗିଲଗଲରେ ସାମୁଏଲଙ୍କର ଅପେକ୍ଷା କରୁଅଛନ୍ତି। ମାତ୍ର ସାମୁଏଲଙ୍କର ଆସିବା ଟିକେ ବିଳମ୍ବ ହୁଅନ୍ତେ, ତାଙ୍କର ପରିସ୍ଥିତି ଏତେ ଜଟିଳ ହେଇଗଲା, ତାଙ୍କର ଚତୁଃପାର୍ଶ୍ୱରେ ତାଙ୍କର ଶତ୍ରୁମାନେ ଏଇ ପ୍ରକାର ପରିସ୍ଥିତି ସୃଷ୍ଟି କରିଦେଲେ, ସାଉଲ ମନେ କଲେ, ଭାବିଲେ ନାଇଁ କୋଉ ମୁହୂର୍ତ୍ତରେ ଏମାନେ ଆକ୍ରମଣ କରିଦେଇ ପାରନ୍ତେ, ସାମୁଏଲଙ୍କର ଆସିବାର ପୂର୍ବରୁ ଯୁଦ୍ଧ ଆରମ୍ଭ ହେଇଯାଇପାରେ। ସେଥିପାଇଁ କଣ କରିବା, ସାମୁଏଲକୁ ଅପେକ୍ଷା କରିବାର ପରିବର୍ତ୍ତେ ସେ ପରିସ୍ଥିତିକୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଇ ନପାରି ଯାହା ଯୋଉ କାର୍ଯ୍ୟ ସେ କରିବା ନିମନ୍ତେ ଅଧିକାର ପ୍ରାପ୍ତ ହେଇନଥିଲେ, ସେ ସମସ୍ତ କାର୍ଯ୍ୟ କରିବାର ଦ୍ୱାରା ସେ ଚିରଦିନ ପାଇଁ ପରମେଶ୍ୱରଙ୍କ ଠାରୁ ତୁଚ୍ଛୀକୃତ ହେଇଗଲେ। ସମଟାଇମ୍ସ ଆମମାନଙ୍କର ଜୀବନରେ ମଧ୍ୟ ଏମିତି ହୁଏ। ଆମର ପରିସ୍ଥିତି ଯେତେବେଳେ ପ୍ରତିକୂଳ ହୁଏ, ଆମେ ଯେତେବେଳେ କଣ କହିବି, ବାଇବଲ ଭାଷାରେ ଯଦି କହିବି ଯୀଶୁଙ୍କର ଶିଷ୍ୟ ମାନଙ୍କର ପରି ଚତୁର୍ଦିଗରେ ଝଡ଼ ହଉଥିବା ଏକ ସମୁଦ୍ରରେ ପଡି ରହୁ,
ଯେତେ ପରିଶ୍ରମ କଲେ ବି ଯେତେ କାତ ମାରିଲେ ବି ଆମର ନୌକା ପାର ହଉଛି ଆର ପାରିକ ଯାଉଛି ପରି ଆମମାନଙ୍କୁ ଲାଗେ ନାହିଁ। ସମୁଦ୍ର ମଧ୍ୟରେ ହିଁ ଅଛୁ ପରି ଲାଗେ। ସେଇ ସମୟରେ ଯୀଶୁ ଆମମାନଙ୍କ ସାଙ୍ଗରେ ଥିଲେ ବି ଆମେ ବି ଶିଷ୍ୟମାନଙ୍କର ପରି ଅନେକ ସମୟରେ ଯାଇକରି ଯୀଶୁଙ୍କୁ ନ କରୁ ଆଉ କହୁ ଯୀଶୁ ଆମେ ମରିଲୁ, କଣ ଆମମାନଙ୍କର ଚିନ୍ତା ଆପଣଙ୍କୁ ନାହିଁ? ପ୍ରଭୁ ଆମମାନଙ୍କ ପାଇଁ ଚିନ୍ତା କରନ୍ତୁ, ଆମେ ମରିଲୁ। ଯୀଶୁ ସେ ସମୟରେ ଉଠିଲେ ଏବଂ କିପରି ସମୁଦ୍ରକୁ ଧମକ ଦେଲେ, କିପରି ସମସ୍ତ ବିଷୟ ଶାନ୍ତ ହେଲା ଆମେ ଜାଣୁ। କିନ୍ତୁ ଯେତେବେଳେ ପ୍ରତିକୂଳ ପରିସ୍ଥିତି ହୁଏ, ପ୍ରତିକୂଳ ପରିସ୍ଥିତିରେ ଈଶ୍ୱରଙ୍କର ଇଚ୍ଛା ଅନୁସାରେ ପ୍ରାର୍ଥନା କରିବାଟା, ସମଟାଇମ ଈଶ୍ୱରଙ୍କ ଇଚ୍ଛାକୁ ବୁଝିବାଟା ଆମମାନଙ୍କର ମତେ କଠିନ କଥା ହୁଏ। ମୁଁ ଟିକେ ଶୀଘ୍ର ଯିବି। ଆଉ କାରଣ ତଳେ ଲେଖା ହେଇଛି, କାରଣ ଯୋଉମାନଙ୍କୁ ପୂର୍ବରୁ ଜାଣିଥିଲେ ସେମାନଙ୍କୁ ସେ ତାଙ୍କ ପୁତ୍ରଙ୍କ ପ୍ରତିମୂର୍ତ୍ତିର ଅନୁରୂପ ହେବା ନିମନ୍ତେ ସେ ପୂର୍ବରୁ ନିରୂପଣ ମଧ୍ୟ କରିଥିଲେ, ଯେପରି ସେ ଅନେକ ଭ୍ରାତାଙ୍କ ମଧ୍ୟରେ ଅଗ୍ରଜ ହୁଅନ୍ତି। ଯୋଉମାନଙ୍କୁ ସେ ପୂର୍ବରୁ ଜାଣିଥିଲେ, ଆମମାନଙ୍କୁ ସେ ପୂର୍ବରୁ ଜାଣିଲେ। ପୂର୍ବରୁ ଜାଣିଲେ, କେତେ ପୂର୍ବରୁ ଜାଣିଲେ? ବାଇବଲ ଲେଖା ଅଛି ଏଫେସୀୟ 1 ପର୍ବରେ ଯେ ଏଇ ଜଗତର ଭିତ୍ତିମୂଳ ସ୍ଥାପନ କରିବାର ପୂର୍ବରୁ ପ୍ରଭୁ ଆମମାନଙ୍କୁ ଜାଣି ଅଛନ୍ତି। ବହୁତ ଗୋଟେ ଏଟା ନିଗୁଡ ତତ୍ତ୍ୱ ବିଷୟ, ଆମେ ପଢିଦେଲେ ଏଟାକୁ ବୁଝିପାରୁନୁ। ଜଗତର ଭିତ୍ତିମୂଳ ସ୍ଥାପନ କରିବାର ପୂର୍ବରୁ ଯଦି ପ୍ରଭୁ ମତେ ଜାଣି ଅଛନ୍ତି, ଇଟ ମିନ୍ସ ଆଇ ଏମ୍ ଦେୟାର ୱିଥ ମାଇ ଗଡ ବିଫୋର ଦ ଫାଉଣ୍ଡେସନ ଷ୍ଟୋନ ଲେଡ ଅଫ ଦିସ୍ ୱର୍ଲ୍ଡ। I am already there, ମୋର ଏକ୍ସିଷ୍ଟେନ୍ସ ଟା ସେଇଠି ଅଛି। ପ୍ରଭୁ ମତେ ସେଇ ସ୍ଥାନରେ, ଏଇ ସ୍ଥାନରେ ଆଜି ପ୍ରାର୍ଥନା ଗ୍ରୁପରେ ଆମେ ଯୋଗଦାନ କରିଥିବା ସମସ୍ତ ଲୋକ ହେଇଥାଇପାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସୃଷ୍ଟିର ବା କୃଷାର୍ପଣର 2000 ବର୍ଷ ପରେ ଆମେ ମାନେ ବସବାସ କରୁଅଛୁ। ବଟ୍ ମତେ ବିଶ୍ୱାସ କରନ୍ତୁ, ତାର ପୂର୍ବରୁ ଆମେ ମାନେ ଈଶ୍ୱରଙ୍କର ସଂକଳ୍ପ ଅନୁସାରେ ସେଇଠି ଅଛୁ। ସମୟରେ ପ୍ରଭୁ ତାଙ୍କର ଲୋକମାନଙ୍କୁ ଧୀରେ 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 କରି ପୃଥିବୀରେ ପରିପ୍ରକାଶ କରିଛନ୍ତି, ପୃଥିବୀକୁ ଆଣି ଅଛନ୍ତି। କଣ ପାଇଁ ଆଣି ଅଛନ୍ତି? ତାଙ୍କର ଉଦ୍ଦେଶ୍ୟକୁ ଜାଣିବା ପାଇଁ। ପ୍ରଭୁ ଆମକୁ କଣ ପାଇଁ ଜୀବନ ଦେଇ ଅଛନ୍ତି? ତାଙ୍କର ଉଦ୍ଦେଶ୍ୟକୁ ଜାଣିବା ପାଇଁ, ତାଙ୍କର ଇଚ୍ଛାକୁ ବୁଝିବା ପାଇଁ, ତାଙ୍କର ସଂକଳ୍ପକୁ ଜାଣିବା ପାଇଁ। କିନ୍ତୁ ଆମ ମାନେ କୋଉଠି ନା କୋଉଠି ମନୁଷ୍ୟ ପରମେଶ୍ୱରଙ୍କ ସଂକଳ୍ପକୁ ବୁଝିବାରେ ବିଫଳ ହୁଏ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, କାରଣ ବାଇବଲ ଆମେ ସ୍ପଷ୍ଟ ପଢୁଛୁ 30 ପଦରେ ମତେ ଲେଖାଛି, ଆଉ ଯୋଉମାନଙ୍କୁ ସେ ପୂର୍ବରୁ ନିରୂପଣ କରିଥିଲେ ସେମାନଙ୍କୁ ମଧ୍ୟ ସେ ଆହ୍ୱାନ କଲେ, ପୁଣି ଯୋଉମାନଙ୍କୁ ସେ ଆହ୍ୱାନ କଲେ ମଧ୍ୟ ସେମାନଙ୍କୁ ଧାର୍ମିକ ବୋଲି ଗଣିତ କଲେ। ପ୍ରଭୁ ଯଦି ଆମମାନଙ୍କୁ ଆହ୍ୱାନ କରିଅଛନ୍ତି, ପ୍ରଭୁ ଆମମାନଙ୍କୁ ଧାର୍ମିକ ବୋଲି ଗଣନା କରିଅଛନ୍ତି, ଗଣିତ ମଧ୍ୟ କରିଅଛନ୍ତି। ଆମେ ଧାର୍ମିକ ଲୋକ ଅଟୁ। ଆମେ ଯୋଉ ଜଗତରେ ଅଛୁ, ଆମେ ଯଦି ଈଶ୍ୱରଙ୍କର ଇଚ୍ଛା ଅନୁସାରେ ଜୀବନ କାଟିବା, ନିହାତି ଆମେ ମାନେ ଧାର୍ମିକତା ବସ୍ତ୍ରକୁ ପରିଧାନ କରିବା, ଧାର୍ମିକ ବ୍ୟକ୍ତି ହେଇପାରିବା, ଧାର୍ମିକ ଭାବରେ ଜୀବନ କାଟି ପାରିବା ଏବଂ ପରମେଶ୍ୱର ଦତ୍ତ ଧାର୍ମିକତାକୁ ଜୀବନରେ ଉପଭୋଗ କରିପାରିବା। ପରମେଶ୍ୱର ଦତ୍ତ ଧାର୍ମିକତାର ମହତ୍ଵ ବାସ୍ତବରେ ଆଜିକାଲି ଖ୍ରୀଷ୍ଟିଆନ ଲୋକମାନେ କମ ବୁଝନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କ ଧାର୍ମିକତା ଏ ପୃଥିବୀରେ ମିଳୁଥିବା ସମସ୍ତ ବିଷୟ ଠାରୁ ଅନନ୍ୟ ଅଟେ, ଭିନ୍ନ ଅଟେ। ଏ ପୃଥିବୀରେ ଆପଣ ସବୁ ପାଇପାରିବେ except the righteousness of God। ପ୍ରଭୁଙ୍କର ଧାର୍ମିକତା ପ୍ରଭୁ କେବଳ ଦିଅନ୍ତି। ଆମେ କିଏ? ବାଇବଲରେ ଲେଖା ଯେ ଯିଶାୟା ପୁସ୍ତକରେ ଆମ ମାନଙ୍କର ଧାର୍ମିକତା ସଦାପ୍ରଭୁଙ୍କର ସମ୍ମୁଖରେ ଫଟା ଚିରା କନା ସଦୃଶ ଅଟେ। ମାତ୍ର ତଥାପି ପ୍ରଭୁ ଆମ ମାନଙ୍କୁ ନିରୂପଣ କରିଥିଲେ, ତଥାପି ପ୍ରଭୁ ସୃଷ୍ଟିର ପୂର୍ବରୁ ଆମ ମାନଙ୍କୁ ଜାଣିଥିଲେ। ଆମ ମାନେ କେତେ ଅଧର୍ମରେ ରହିଲୁ, ଆମ ମାନେ କେତେ ପାପରେ କାର୍ଯ୍ୟ କଲୁ, ତଥାପି ପ୍ରଭୁ ଆମ ମାନଙ୍କ ପ୍ରତି ବିରକ୍ତ ହେଲେ ନାହିଁ। ପ୍ରଭୁ ଆମମାନଙ୍କୁ ସୁରକ୍ଷା ଦେଲେ ରାଇଟ ଟାଇମରେ। ଯଦି ଏଇ ରୋମିଓ ପୁସ୍ତକ ପଢିବା 5 ପର୍ବର 8 ପଦରେ ଲେଖାଯାଏ ଯେ ଆମେ ମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମ ମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ସେଥିରେ ଈଶ୍ୱର ଆମ ମାନଙ୍କ ପ୍ରତି ଆପଣ ପ୍ରେମ ପ୍ରମାଣ କରିଅଛନ୍ତି। In the due time, in the right time, ପ୍ରଭୁ ଆମ ମାନଙ୍କର ପାଇଁ ମୃତ୍ୟୁବରଣ କଲେ, ଆମ ମାନଙ୍କୁ ସୁରକ୍ଷା ଦେଲେ, ଆମ ମାନଙ୍କୁ ରକ୍ଷା କଲେ। ଆମ ମାନେ ତାଙ୍କ ଠାରେ ବିଶ୍ୱାସ କରିବା ଦ୍ଵାରା, ତାଙ୍କର ପୁତ୍ରଙ୍କ ରକ୍ତ କାଲବରୀ କ୍ରୁଶର ବଳିଦାନର ରକ୍ତ ଦ୍ଵାରା ଆମ ମାନେ ଧାର୍ମିକତା ପ୍ରାପ୍ତି ହେଲୁ। ଆଉ ଏ ଧାର୍ମିକତା ଆମ ମାନଙ୍କୁ ଜଗତର କୌଣସି ମୂଲ୍ୟ ଦେଇପାରେନି। ଆମେ ଜଗତରେ ସଫଳ ହେଇପାରିବା। ଆମେ କଣ ସଫଳତା ବୋଲି ଭାବୁଛୁ ଜାଣିଛନ୍ତି ନା? ଆମେ ସଫଳତା ବୋଲି ଭାବୁ ଆମେ ଜଗତକୁ ଆଇଲୁ, ଜଗତରେ ଆମେ ଭଲ ପାଠ ପଢିଲୁ, ଆମର ପିଲାମାନଙ୍କୁ ଭଲ ପାଠ ପଢେଇଲୁ, ଖଣ୍ଡେ ଭଲ ଚାକିରି କଲୁ,
ଅତି ଗୋଟେ ବଢିଆ ସୁନ୍ଦର ଗୋଟେ ଘର କଲୁ, ଗାଡିଟେ କଲୁ, ଅତି ଉତ୍ତମ ଭାବରେ ଆମର ସମୟ ବାହିତ କଲୁ, ଆମେ ଭାବିଲୁ we are the success people in this world ବୋଲିକି। ସରି, ମତେ କ୍ଷମା କରିବେ। ପ୍ରଭୁ ଆମମାନଙ୍କୁ ଏଥିପାଇଁ ଆହ୍ୱାନ କରିନାହାନ୍ତି। ପ୍ରଭୁ ଆମମାନଙ୍କୁ ଆହ୍ୱାନ କରିଛନ୍ତି ତାଙ୍କର ସ୍ୱର୍ଗୀୟ ସଂକଳ୍ପକୁ ଜାଣିବା ନିମନ୍ତେ, ତାଙ୍କର ସ୍ୱର୍ଗୀୟ ଇଚ୍ଛାକୁ ବୁଝିବା ନିମନ୍ତେ, ଯାହା ବହୁତ ଲୋକ କରିବାରେ ବିଫଳ ହୁଅନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୋର ଜୀବନ ପ୍ରତି ପ୍ରଭୁଙ୍କର ଉଦ୍ଦେଶ୍ୟ କଣ ଆମେ କେତେ ଜଣ ବୁଝିଛୁ? ଆମେ କେତେ ଜଣ ଜାଣିଛୁ ଆମମାନଙ୍କ ଜୀବନରେ ପରମେଶ୍ୱରଙ୍କ ଉଦ୍ଦେଶ୍ୟ କଣ? ପ୍ରଭୁ ଆମକୁ କାହିଁକି ଜୀବନ ଦେଇ ଅଛନ୍ତି? ପ୍ରଭୁ କାହିଁକି ଆମକୁ ଜୀବିତ ମାନଙ୍କ ମଧ୍ୟରେ ନାମ ସ୍ଥାନ ରଖି ଦେଉଅଛନ୍ତି? କାହିଁକି ପ୍ରଭୁ ଆମକୁ ତାଙ୍କର ଲୋକମାନଙ୍କର ସହିତ ପ୍ରତିଦିନ ସମ୍ମିଳିତ କରୁଅଛନ୍ତି? କାହିଁକି ପ୍ରଭୁ ପ୍ରତିଦିନ ଆମକୁ ତାଙ୍କର ବାକ୍ୟରେ ନର୍ଚର କରୁଅଛନ୍ତି? Because we need to understand the perfect will of God in my life. If we are failure, ଯଦି ଆମେ ତାହା କରିବାରେ ଫେଲୁଅର ଅଟୁ, ଆମେ ଯାହା ବି କରିଥାଉ, ଆମେ ଯେତେ ବଡ ପଦବୀରେ ଥାଉ, ଆମେ ଯେତେ ବଡ ସଫଳତା ପାଇଥାଉ, ସବୁ ପ୍ରଭୁଙ୍କ ଦୃଷ୍ଟିରେ ବୃଥା ଅଟେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଆମମାନଙ୍କୁ ଜୀବନ ଦେଇଛନ୍ତି ତାଙ୍କର ଉଦ୍ଦେଶ୍ୟକୁ ବୁଝିବା ପାଇଁ, ତାଙ୍କର ଉଦ୍ଦେଶ୍ୟକୁ ଜାଣିବା ପାଇଁ। ସେଥିପାଇଁ ପ୍ରଭୁ ଆମମାନଙ୍କୁ ଆହ୍ୱାନ କରିଅଛନ୍ତି, ସେଥିପାଇଁ ପ୍ରଭୁ ଆମମାନଙ୍କୁ ନିରୂପଣ କରିଅଛନ୍ତି। ନିରୂପଣ କଲେ କେବେ? ପ୍ରଭୁ ଆମମାନଙ୍କୁ ନିରୂପଣ କଲେ ବିଫୋର वी conceived our mother womb, before we conceived our mother womb, ଆମମାନଙ୍କର ମାର ଗର୍ଭରେ ଆମମାନେ ପ୍ରଭୁ ଆମମାନଙ୍କୁ ଏଇ କାର୍ଯ୍ୟ କରିବି, ଏହା ତାର ପାଇଁ ମୋର ଇଚ୍ଛା ହେବ। ମାତ୍ର ଆମେ ପୃଥିବୀକୁ ଆସିଲା ପରେ ଆମର ୱିଲ୍ ବିଗିଡି ଯାଉଛି, ଆମ ଇଚ୍ଛା ବିଗିଡି ଯାଉଛି, ତାର ପ୍ରାର୍ଥନାର ଉଦ୍ଦେଶ୍ୟ ବିଗିଡି ଯାଉଛି, ଭିନ୍ନ ହେଇଯାଉଛି। ଆମେ ପରମେଶ୍ୱରଙ୍କର ଉଦ୍ଦେଶ୍ୟ ଜାଣିପାରୁ, ଆମର ଇଚ୍ଛାକୁ ବୁଝିପାରୁ। ଆମେ ଯଦି ଭଲ ସଫଳତା ପାଇଲୁ, ଆମେ ଭାବୁଛୁ ଆମେ ଠିକ ଅଛୁ। ଆମେ ଯଦି ସଫଳତା ପାଇବାରେ ବିଫଳ ହେଇଗଲୁ, ଆମେ ଭାବୁଛୁ ନାଇଁ ପ୍ରଭୁ ଆମଙ୍କର ପ୍ରାର୍ଥନା ଶୁଣୁନାହାନ୍ତି ଆଜ୍ଞା, ମୋର ଭାଗ୍ୟ ଖରାପ ଆଜ୍ଞା। ନ, ଆମର ଭାଗ୍ୟର ଲେଖକ ପ୍ରଭୁ ଅଟନ୍ତି ଆଜ୍ଞା। ଆଉ ପ୍ରଭୁ କେବେ କୌଣସି ଖରାପ ଜିନିଷକୁ ଲେଖିପାରନ୍ତି ନାହିଁ। ଭାଗ୍ୟକୁ ପୋଷିବାର ବନ୍ଦ କରନ୍ତି। ପ୍ରଭୁ ଆପଣଙ୍କୁ ଆହ୍ୱାନ କରିଅଛନ୍ତି, ପ୍ରଭୁ ଆମମାନଙ୍କୁ ଆହ୍ୱାନ କରିଅଛନ୍ତି। ଆମମାନଙ୍କ ଜୀବନରେ ପରମେଶ୍ୱରଙ୍କ ସିଦ୍ଧ ଇଚ୍ଛା ଅଛି, ସେଇଟାକୁ ଜାଣିବା ପାଇଁ ପ୍ରୟାସ କରୁ ଆମେ। ଅଦରୱାଇଜ ଗୋଟେ ଉଦାହରଣ କହିକରି, ଉଦାହରଣ କଣ? ମିଶର ଦେଶରୁ ପ୍ରଭୁ ଯେତେବେଳେ ତାଙ୍କ ଲୋକମାନଙ୍କୁ ବାହାର କରିବା ପାଇଁ ଅବ୍ରାହମଙ୍କ ଠାରେ କରିଥିବା ପ୍ରତିଜ୍ଞା ଅନୁସାରେ, ଅବ୍ରାହମଙ୍କର ଭୁଲ ପାଇଁ ହିଁ ତାଙ୍କର ସନ୍ତାନ ମାନେ ମିଶର ଦେଶକୁ ଗଲେ। ମାତ୍ର ତଥାପି ପ୍ରଭୁ ଅତ୍ୟନ୍ତ ଦୟାଳୁ ଅଟନ୍ତି। ପ୍ରଭୁ ଅବ୍ରାହମଙ୍କ ଠାରେ ପ୍ରତିଜ୍ଞା କରିଥିଲେ ଯେ ନାଇଁ, 400 ବର୍ଷ ପରେ ଆମେ ତମ ବାହାର କରିବା। ଆଉ ପ୍ରଭୁ ଯେତେବେଳେ ସେମାନଙ୍କୁ ବାହାର କରିବା ପାଇଁ ମୋସାଙ୍କୁ ଆହ୍ୱାନ କଲେ, ମୋସାଙ୍କର ଜୀବନ ବହୁତ କେମିତି ଥିଲା ଆପଣ ଜାଣିଛନ୍ତି। Past 40 years he was enjoying the royal life. After 40 years he is suffering like anything. ପ୍ରଥମ 40 ବର୍ଷ ଜୀବନର ସେ ରାଜା ପୁଅ ହେଇକରି ଜୀବନ ଅତିବାହିତ କଲେ। ମାତ୍ର ତାର ପରବର୍ତ୍ତୀ 40 ବର୍ଷ ସେ ସେଇପରି ସମୟରେ ପ୍ରଭୁଙ୍କର ଆହ୍ୱାନକୁ ବୁଝିବାଟା ବଡ କଷ୍ଟର ବିଷୟ। ମାତ୍ର ମୋସା ବୁଝିଲେ। ମେଷ ଚରଉଥିବା ସମୟରେ ଲଙ୍ଗ ଷ୍ଟୋରିକୁ ସର୍ଟ କରୁଛି। ମୋସା ମିଶରକୁ ଗଲେ, ବହୁତ ଆଶ୍ଚର୍ଯ୍ୟ କର୍ମ ହେଲା। ପ୍ରଭୁ ଫାରୋ ପରିଶେଷରେ ଇସ୍ରାଏଲ ଲୋକମାନଙ୍କୁ ଛାଡିଦେଲେ। ଏମାନେ ଆଇଲେ, ସୁଖସାଗର ପଡିଲା, ସୁଖସାଗର ଦୁଇ ଭାଗ ହେଲା। କି ପ୍ରକାର ବାହାରିଲେ, କି ପ୍ରକାର ସିନେହ ପର୍ବତକୁ ପହଞ୍ଚିଲେ, କି ପ୍ରକାର ରଫିଦିମ କୁ ପହଞ୍ଚିଲେ, କି ପ୍ରକାର ଏଲିମ କୁ ପହଞ୍ଚିଲେ, ଆମେ ସମସ୍ତେ ଜାଣିଛୁ। ପଥ ମଧ୍ୟରେ ଇସ୍ରାଏଲ ଲୋକମାନଙ୍କର ବିହେଭିୟର ଆମେ ଜାଣିଛୁ, ପଥ ମଧ୍ୟରେ ଇସ୍ରାଏଲ ଲୋକମାନଙ୍କର ବ୍ୟବହାର ଆମେ ଜାଣିଛୁ। ମୁଁ ଗତକାଲି ଆମର ମଣ୍ଡଳୀରେ ଗୋଟେ ଡେମନଷ୍ଟ୍ରେସନ କରୁଥିଲେ ଯେ ପ୍ରଭୁ ଯେତେବେଳେ ଏମାନଙ୍କୁ ଡାକିଲେ, 20 ବର୍ଷରୁ ଉର୍ଦ୍ଧ୍ୱ ଲୋକମାନଙ୍କର ସଂଖ୍ୟା ଗଣନା କରାଯାଇଅଛି। ସ୍ତ୍ରୀ ମାନଙ୍କର ସଂଖ୍ୟା ଲେଖା ହେଇନାହିଁ, କି 20 ବର୍ଷରୁ ତଳକୁ ପିଲାମାନଙ୍କର ସଂଖ୍ୟା ଲେଖା ହେଇନାହିଁ। କିନ୍ତୁ
20 ବର୍ଷର ତଳରେ ଥିବା ପିଲାମାନେ ଯେତେବେଳେ 40 ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ବୁଲିଲେ ସେମାନଙ୍କର ଜୋତା 2 ନମ୍ବରଟା କିଣା ଯାଏ ନାହିଁ, ସେମାନଙ୍କର ଡ୍ରେସ ଫାଟେ ନାହିଁ। ଡ୍ରେସ ମୁଁ ଯଦି କହିବି ଡ୍ରେସ 2 ନମ୍ବରଟା କିଣା ଯାଏ ନାହିଁ, ଯୋଉଟା ସେମାନେ ମିଶର ପିନ୍ଧିକରି ବାହାରିଥିଲେ ସେଇ ଡ୍ରେସ 30 ବର୍ଷ ପର୍ଯ୍ୟନ୍ତ କଣ୍ଟିନ୍ୟୁ କଲା। ସେମାନେ ଯେତେବେଳେ ବୃଦ୍ଧି ସାଧନ କଲେ ସେ ଡ୍ରେସ ଅଟୋମେଟିକ ବୃଦ୍ଧି ପାଇଲା, ସେମାନଙ୍କର ଗୋଡ ଯେତେବେଳେ ବୃଦ୍ଧି ପାଇଲା ସେମାନଙ୍କର ଜୋତା ଅଟୋମେଟିକ ବୃଦ୍ଧି ପାଇଲା। ଏଇପରି ଭାବରେ ପରମେଶ୍ୱର ସେମାନଙ୍କୁ ଅନୁଗ୍ରହ କଲେ, ଏଇପରି ଭାବରେ ସେମାନେ ପରମେଶ୍ୱରଙ୍କର ଆଶୀର୍ବାଦ ପାଇଲେ। ଖାଇବାର କିଛି ଅସୁବିଧା ହେଲାନି। ପ୍ରଭୁଙ୍କୁ କହିଲେ ପ୍ରଭୁ ଆମକୁ ମାଂସ ଦରକାର, ମାଂସ ଦେଲେ। ମାନ୍ନା ଦରକାର, ମାନ୍ନା ଦେଲେ। ଯାହା ସ୍ୱର୍ଗଦୂତ ମାନଙ୍କର ଖାଦ୍ୟ ତାହା ମନୁଷ୍ୟ ମାନଙ୍କୁ ଦେଲେ। ମାତ୍ର ସେମାନଙ୍କର ପରିଣତି କଣ? ସେମାନଙ୍କର ପରିଣତି ହେଲା ପ୍ରାନ୍ତର ମଧ୍ୟରେ ସମସ୍ତେ ବିନଷ୍ଟ ହୋଇଗଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଉତ୍ତମ ଅବସ୍ଥାରେ ଅଛୁ। ଆମେ ଭାବୁଛୁ ଆମେ ଶାନ୍ତିରେ ବସବାସ କରୁଛୁ। ଈଶ୍ୱରଙ୍କର ଇଚ୍ଛା କଣ ତାହା ବୁଝି, ଯଦି ମୁଁ ଈଶ୍ୱରଙ୍କର ଇଚ୍ଛା ବୁଝିବାର ବି ପଳେଇଛି, ମୁଁ ଯଦି ଭାବୁଛି ମୁଁ ଶାନ୍ତିରେ ଅଛି, ତାହେଲେ ହାୟ ଦୁର୍ଭାଗା ଲୋକକୁ। ପ୍ରଭୁ କରନ୍ତୁ ଯେଉଁ ଈଶ୍ୱର ଆମମାନଙ୍କୁ ଏଇ ସୃଷ୍ଟିର ଏଇ ପୃଥିବୀକୁ ସୃଷ୍ଟି କରିବାର ପୂର୍ବରୁ ଜାଣିଥିଲେ, ଆହ୍ୱାନ କଲେ କଣ କରିବା ପାଇଁ? ତାଙ୍କର ପୁତ୍ରଙ୍କ ପ୍ରତିମୂର୍ତ୍ତିର ଅନୁରୂପ ହେବା ପାଇଁ। If I am failure to be an image of Jesus Christ, ଯେ ଆମମାନଙ୍କର ଅଗ୍ରଜ ଅଟନ୍ତି, ଯେ ଆମମାନଙ୍କର ଭ୍ରାତା ଅଟନ୍ତି, ଯେ ଆମମାନଙ୍କୁ ଭାଇ ବୋଲି କହିବା ପାଇଁ ଲଜ୍ଜାବୋଧ କରନ୍ତି ନାହିଁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କର ବଡ ଭାଇ ଅଟନ୍ତି। ଆମେ ଯଦି ସେଇ ପ୍ରକାର ତାହେଲେ ଆସୁ ନିଜକୁ ପ୍ରସ୍ତୁତ କରୁ, ଆପଣଙ୍କର ଜୀବନରେ ପରମେଶ୍ୱରଙ୍କର ଉଦ୍ଦେଶ୍ୟକୁ ବୁଝୁ, ପରମେଶ୍ୱରଙ୍କର ଇଚ୍ଛାକୁ ଜାଣୁ ଏବଂ ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ ପ୍ରାର୍ଥନା କରିବା ପାଇଁ ପ୍ରୟାସ କରୁ। ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ ପ୍ରାର୍ଥନା କରିବା, ପ୍ରାର୍ଥନା ଭିନ୍ନ ପ୍ରକାର ହେବ। ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ କାଟିବାର ଜୀବନ ଭିନ୍ନ ପ୍ରକାର ଜୀବନ ହେବ। ନିଜର ସୁଖ, ନିଜର ସ୍ୱଚ୍ଛନ୍ଦ ରୁ ଉର୍ଦ୍ଧ୍ୱରେ ଯୋଉମାନେ ପରମେଶ୍ୱରଙ୍କୁ ଭୟ କରନ୍ତି, ସେମାନେ ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ ଜୀବନ କାଟନ୍ତି। ମୁଁ ଗୋଟେ କଥା କହିକରି ସମାପ୍ତ କରିବି। ଗୋଟେ ଲୋକଙ୍କୁ, ବାଇବଲରେ ଜଣେ ଭାବବାଦୀଙ୍କୁ ପ୍ରଭୁ ଡାକିଲେ ଏବଂ ତାଙ୍କୁ କହିଲେ, ହେ ମନୁଷ୍ୟ ସନ୍ତାନ, ଆମ୍ଭେ ତୁମ୍ଭକୁ ଇସ୍ରାଏଲ ପାଇଁ ଗୋଟେ ଚିହ୍ନ ରୂପରେ ବ୍ୟବହାର କରିବା ନିମନ୍ତେ ଚାହୁଁ। ପରମେଶ୍ୱରଙ୍କର ଇଚ୍ଛା ଥିଲା ସେ ଭାବବାଦୀକୁ ସେ ଗୋଟେ ସିମ୍ବଲ ଭାବରେ ବ୍ୟବହାର କରିବା ପାଇଁ। ଲେଫ୍ଟ ସାଇଡରେ ଗୋଟେ କଡରେ 390 ଦିନ, ରାଇଟ ସାଇଡରେ 390 ଦିନ, ଗୋଟିଏ ସାଇଡରେ ଶୋଇବେ। ମନୁଷ୍ୟର ବିସ୍ତାରେ ତାଙ୍କର ପାଇଁ ଖାଦ୍ୟ ପ୍ରସ୍ତୁତ କରିବେ। କହିଲେ ପ୍ରଭୁ ଦିସ୍ ଇଜ ଟୁ ମଚ୍ ଫର୍ ମି। ମାତ୍ର ସେ ପ୍ରଭୁଙ୍କର ଆଜ୍ଞାକୁ ପାଳନ କଲେ। ରାଇଟ ରେ 390 ଡେଜ, ଲେଫ୍ଟ ରେ 390 ଡେଜ। ଇଟ୍ ଇଜ ନଟ୍ ଇଜି ୱାର୍କ। ପ୍ରଭୁ ଜଣେ ଭାବବାଦୀକୁ କହିଲେ ତମେ କେବେ ଜୋତା ପିନ୍ଧ ନାହିଁ, ସେ କେବେ ଜୋତା ପିନ୍ଧେ ନାହିଁ। ପ୍ରଭୁ ଜଣେ ଭାବବାଦୀକୁ କହିଲେ ତମେ ଜଣେ ପ୍ରସ୍ଟିଚ୍ୟୁଟକୁ ଯାଇକରି ମ୍ୟାରେଜ କର। ଆଜି ଆମକୁ ପ୍ରଭୁ ଭୟ କରୁଥିବା ଗୋଟେ ପିଲାକୁ କହୁ ଯାଇକରି ଗୋଟେ ପ୍ରସ୍ଟିଚ୍ୟୁଟକୁ ମ୍ୟାରେଜ କର ବୋଲିକରି, ପ୍ରଭୁ ଭୟ ତାର ପାଖରେ ଜଣା ପଡିଯିବ। ଇଟ୍ ଇଜ ନଟ୍ ଇଜି ମୋର ପ୍ରିୟ ମାନେ। ମାତ୍ର ସେ ସମସ୍ତ ବିଷୟରେ ପ୍ରଭୁଙ୍କର ମହତ ଅଭିମତ ଥାଏ। କାରଣ ସେ ଯୋଉମାନଙ୍କୁ ଧାର୍ମିକ ଗଣନା କରିଛନ୍ତି, କେବଳ ଧାର୍ମିକ ଗଣନା କରିନାହାନ୍ତି, ଲାଷ୍ଟ ଲାଇନରେ ଲେଖା ହେଇଛି ସେମାନଙ୍କୁ ସେ ମହିମାନ୍ବିତ କରନ୍ତି। ପ୍ରଭୁ ଯାହାକୁ ମହିମାନ୍ବିତ କରିବେ ତାଙ୍କର ଜୀବନ ଧନ୍ୟ ଅଟେ। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ପୁଣି ପ୍ରଭୁ ଆମ ସମସ୍ତଙ୍କୁ ମହିମାନ୍ବିତ କରନ୍ତୁ। ପ୍ରଭୁଙ୍କର ମହିମାର ପ୍ରଭାବ ଆମର ସମସ୍ତଙ୍କର ଉପରେ ପଡୁ। ପୁଣି ଆମେ ସ୍ୱତନ୍ତ୍ର ଲୋକ ଭାବରେ ତାଙ୍କର ପୁତ୍ରଙ୍କ ପ୍ରତିମୂର୍ତ୍ତିରେ ଆମ ମାନେ ନିଜକୁ ପରିବର୍ତ୍ତିତ କରୁ। ପାଉଲ କଲୋସ୍ୟ ମଣ୍ଡଳକୁ ଲେଖିଲା ବେଳକୁ କୁହନ୍ତି ଯେ ପର୍ଯ୍ୟନ୍ତ ତୁମମାନଙ୍କଠାରେ ଖ୍ରୀଷ୍ଟ ମୂର୍ତ୍ତିମାନ ହେଇନାହାନ୍ତି, ସେ ଯାଏ ମୁଁ ଗର୍ଭ ବେଦନାରେ ବ୍ୟଥିତ ହେଉଅଛି। ମୋର ପ୍ରିୟ ମାନେ, ଈଶ୍ୱର ଇଚ୍ଛା କରନ୍ତି ଯେ ଆମେ ତାହାଙ୍କର ପୁତ୍ରଙ୍କର ପ୍ରତିମୂର୍ତ୍ତିର ଅନୁରୂପ ହଉ। ଆଉ ସେଇ ପ୍ରତିମୂର୍ତ୍ତିରେ ଅନୁରୂପରେ ପରିବର୍ତ୍ତିତ ହେବା ପାଇଁ ଏହା ଆମମାନଙ୍କର ଦୈନନ୍ଦିନର ପ୍ରୟାସ, ଆର୍ଲି ମର୍ଣ୍ଣିଂର ଆମର ପ୍ରୟାସ ଯେ ଆମେ ଡେଲି କି ପ୍ରକାର ଆଂଶିକ ଭାବରେ ପରିବର୍ତ୍ତନ ହେଇପାରିବା। ମାନେ କଣ କହିବେ,
ଗୌରବରୁ ମହାଗୌରବ ଆଡକୁ ଯାଇପାରିବା। ଏହିପରି ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରଭୁ ଆମ ସମସ୍ତଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତୁ। ଧନ୍ୟବାଦ।